ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। द्वादश अध्याय भक्ति जोग। राजयोग हेउछि ईश्वर प्राप्तिर एकमात्र आधार। परमात्मा को प्रिय जोगसिद्ध व्यक्तिर लक्षण। अद्वेष्टा सर्वभूतानां मैत्रः करुण एव च निर्ममो निरहङ्कारः समदुःखसुखक्षमी सन्तुष्टः सततं योगी यदात्मा दृढनिश्चयः मय्यर्पितमनोबुद्धि जो मद्भक्तः स मे प्रियः यस्मान्नोदिजते लोके लोकानोदिजते च जः हर्षामर्षभयोद्वेग मुक्तो जः स च मे प्रियः अनपेक्षः शुचिदक्ष उदासीनो गतव्यथः सर्वारम्भ परित्यागी जो मद्भक्तः स मे प्रियः जो न हुष्यति न द्वेष्टि न शोचति न काङ्क्षति शुभाशुभ परित्यागी भक्तिमान् च स मे प्रियः समः शत्रु च मित्रो च तथा मानपमानयोः शीतोष्ण सुखदुःखेषु समः सङ्गविवर्जितः तुल्यनिन्दास्तुतिमौनी सन्तुष्टो येन केनचित् अनिकेतः स्थिरमति भक्तिमान् मे प्रियो नरः। अर्थ ଯିଏ ସମସ୍ତ ପ୍ରାଣୀଙ୍କ ପ୍ରତି ଦୋଷଶୂନ୍ୟ ମିତ୍ର ଭାବାପନ୍ନ କୃପାଳୁ ମମତାହୀନ ଅହଙ୍କାର ଶୂନ୍ୟ ସୁଖ ଦୁଃଖରେ ସମଭାବାପନ୍ନ କ୍ଷମାଶୀଳ ନିରନ୍ତର ସନ୍ତୁଷ୍ଟ ଯୋଗୀ ସଂଯତେନ୍ଦ୍ରିୟ ଦୃଢ଼ ନିଶ୍ଚୟ ଏବଂ ମୋ ଠାରେ ମନ ବୁଦ୍ଧି ସମର୍ପଣକାରୀ ସେ ଭକ୍ତ ମୋର ପ୍ରିୟ ଯାହାଠାରୁ ଲୋକେ ଉଦ୍ବେଗ ପ୍ରାପ୍ତ ହୁଅନ୍ତି ନାହିଁ ଏବଂ ଯିଏ ଲୋକମାନଙ୍କ ଠାରୁ ଉଦ୍ବେଗ ପ୍ରାପ୍ତ ହୁଏ ନାହିଁ ଯଥା ଯିଏ ହର୍ଷ ପରଶ୍ରୀ କାତରତା ଭୟ ଏବଂ ଉଦ୍ବେଗ ଶୂନ୍ୟ ସେ ମୋର ପ୍ରିୟ ଯିଏ ସ୍ପୃହାହୀନ ପବିତ୍ର ଆଳସ୍ୟ ରହିତ ପକ୍ଷପାତ ଶୂନ୍ୟ ବ୍ୟର୍ଥ ରହିତ ସର୍ବବିଧ ଉଦ୍ୟମ ତ୍ୟାଗୀ ସେପରି ଭକ୍ତ ମୋର ପ୍ରିୟ ଅଟନ୍ତି ଯିଏ ହର୍ଷିତ ହୁଏ ନାହିଁ ବିଷଣ୍ଣ ହୁଏ ନାହିଁ ଦୁଃଖିତ ହୁଏ ନାହିଁ କାମନା କରେ ନାହିଁ ଏବଂ ଶୁଭାଶୁଭ କର୍ମ ତ୍ୟାଗୀ ସେହି ଭକ୍ତିମାନେ ମୋର ପ୍ରିୟ ଯିଏ ଶତ୍ରୁ ଓ ମିତ୍ର ଠାରେ ତଥା ମାନ ଓ ଅପମାନରେ ସମଭାବାପନ୍ନ ଶୀତ ଉଷ୍ମ ଗ୍ରୀଷ୍ମ ଓ ଦୁଃଖରେ ସମଭାବାପନ୍ନ ଆସକ୍ତି ରହିତ ନିନ୍ଦା ଓ ପ୍ରଶଂସାରେ ସମଭାବାପନ୍ନ ମୌନୀ ଯଥାଲବ୍ଧ ଅର୍ଥରେ ସନ୍ତୁଷ୍ଟ ନିଜ ବାସସ୍ଥାନ ପ୍ରତି ନିଃସ୍ପୃହ ସ୍ଥିରଚିତ ସେପରି ଭକ୍ତିମାନ ବ୍ୟକ୍ତି ମୋର ପ୍ରିୟ। ବ୍ୟାଖ୍ୟା ପରମାତ୍ମା ସ୍ୱୟଂ ସମ୍ପୂର୍ଣ୍ଣ ସର୍ବଗୁଣର ସାଗର ତେଣୁ ମନୁଷ୍ୟାତ୍ମା ତାଙ୍କୁ ସ୍ମରଣ କରେ। ପରମାତ୍ମାଙ୍କୁ ସ୍ମରଣ କରୁ କରୁ ଆତ୍ମା ମଧ୍ୟରେ ତାଙ୍କ ସମସ୍ତ ଗୁଣାବଳୀର ବିକାଶ ହେବାକୁ ଲାଗେ। ମନୁଷ୍ୟାତ୍ମା 16 କଳା ସମ୍ପନ୍ନ ସମ୍ପୂର୍ଣ୍ଣ ନିର୍ବିକାରୀ ଓ ସର୍ବଗୁଣ ସମ୍ପନ୍ନ ହୋଇଯାଏ। କେଉଁ କେଉଁ ଲକ୍ଷଣ ଗୁଡ଼ିକ ପ୍ରକାଶ ପାଇଲେ ବ୍ୟକ୍ତି ପୁରୁଷାର୍ଥର ଚରମ ସୀମାରେ ପହଞ୍ଚେ ଓ ପରମାତ୍ମାଙ୍କ ପ୍ରିୟ ଭାଷଣ ହେବାର ଯୋଗ୍ୟତା ହାସଲ କରିପାରେ ତାହା ଏହି ଅଧ୍ୟାୟରେ 13ରୁ 19 ଶ୍ଲୋକ ମଧ୍ୟରେ ବର୍ଣ୍ଣନା କରାଯାଇଛି। ପରମାତ୍ମା ପରାୟଣ ବ୍ୟକ୍ତି ଶତ୍ରୁ ପ୍ରତି ମଧ୍ୟ ଦ୍ୱେଷ ଭାବ ନ ରଖି ମିତ୍ରବତ୍ ବ୍ୟବହାର କରନ୍ତି। ନିନ୍ଦୁକକୁ ମଧ୍ୟ ସେ ନିଜର ପରମ ମିତ୍ର ବୋଲି ମନେ କରନ୍ତି କାରଣ ନିନ୍ଦୁକ ବ୍ୟକ୍ତି ଯେଉଁ ବିଷୟରେ ନିନ୍ଦା କରନ୍ତି ସେଥିପ୍ରତି ସଚେତନ ବା ସତର୍କ ରହିବାକୁ ପରୋକ୍ଷ ଭାବରେ ସେ ଅବକାଶ ଦିଅନ୍ତି। କାହାରିଠାରୁ ନିଜର ନିନ୍ଦା ଶୁଣି ସେଥିରେ କ୍ଷୁର୍ଣ୍ଣ ନ ହୋଇ ବା ନିନ୍ଦୁକ ପ୍ରତି ଶତ୍ରୁଭାବ ନ ରଖି ବ୍ୟକ୍ତି ନିଜ ଦୋଷ ତ୍ରୁଟି ପ୍ରତି ସଚେତନ ହେବା ଉଚିତ। ଏହାଦ୍ୱାରା ସହନଶୀଳତା ଗୁଣର ବିକାଶ ହୁଏ। ନିଜର କୌଣସି ଦୋଷ ନ ଥାଇ ମଧ୍ୟ
ଯଦି କିଏ ଅସୂୟା ଭାବ ପୋଷଣ କରି ନିନ୍ଦା କରୁଥାଏ ବା କୌଣସି ଅନିଷ୍ଟ କର୍ମ କରୁଥାଏ, ତାକୁ ଉଦାରତା ସହିତ କ୍ଷମା କରିଦେବା ଉଚିତ। ନିଜର ସମସ୍ତ ସାମର୍ଥ୍ୟ ଥାଇ ମଧ୍ୟ ଅନିଷ୍ଟକାରୀକୁ କୌଣସି ଦଣ୍ଡ ବିଧାନ ନ କରିବା ହେଉଛି କ୍ଷମା ଭାବ। ଦଣ୍ଡିବା ଶକ୍ତି ଯାର ଥାଇ, ସେ ଯେବେ କ୍ଷମା ଆଚରଇ। ଯିଏ ସମସ୍ତ ପ୍ରାଣୀଙ୍କ ପ୍ରତି ଦୋଷଭାବ ଶୂନ୍ୟ, ତା ନିକଟରେ ହେବା ମିତ୍ର ଓ ଦୟାଳୁ ଭାବର ଉତ୍ପନ୍ନ ସମ୍ଭବ। ଅଦ୍ୱେଷ୍ଟ ସର୍ବଭୂତାନାଂ ମୈତ୍ରଃ କରୁଣ ଏବ ଚ। ଦ୍ୱେଷଭାବ ଶୂନ୍ୟ ହେଲେ ଯାଇ ମନ ଓ ବୁଦ୍ଧି ପରମାତ୍ମାଙ୍କ ସହିତ ଯୋଗଯୁକ୍ତ ହୋଇପାରିବ। ମନର ସାଧାରଣ ସ୍ଥିତିରେ ଅପକାରୀ ଓ ଉପକାରୀ ଉଭୟ ବେଶୀ ମନେ ପଡ଼ନ୍ତି। ତେଣୁ ଅପକାରୀ ପ୍ରତି ଦ୍ୱେଷଶୂନ୍ୟ ହେବା ସହିତ ମିତ୍ର ଓ କରୁଣା ଭାବ ତଥା ଉପକାରୀ ପ୍ରତି ଅନାସକ୍ତ ଭାବ ମନକୁ ସହଜ ଓ ସ୍ୱାଭାବିକ ଭାବରେ ପରମାତ୍ମାଙ୍କ ସହିତ ଯୁକ୍ତ କରାଏ। ପୁରୁଷାର୍ଥ ମାର୍ଗରେ ମମତା ଓ ଅହଙ୍କାର ଏହି ଦୁଇଟି ବିକାର ମନୁଷ୍ୟାତ୍ମାକୁ ଈଶ୍ୱର ବିମୁଖ କରାଏ। ଦେହ ସହିତ ଦେହ ସମ୍ପର୍କିତ ବ୍ୟକ୍ତି, ବସ୍ତୁ ବା ବୈଭବ ପ୍ରତି ଥିବା ମମତା ବ୍ୟକ୍ତିକୁ ସଂସାର ସହିତ ବାନ୍ଧି ରଖେ। ଏଥିରୁ ଅହଙ୍କାର ଜାତ ହୁଏ। ଏସବୁ ଜାଣି ଜ୍ଞାନୀ ବ୍ୟକ୍ତି ମମତା ରହିତ ଓ ଅହଙ୍କାର ଶୂନ୍ୟ ହୋଇଯାନ୍ତି। ନିରହଙ୍କାରୀ ଓ ମମତା ରହିତ ବ୍ୟକ୍ତି ଅନନ୍ୟ ଭାବରେ ପରମାତ୍ମାଙ୍କ ସହିତ ମନକୁ ଏକାଗ୍ର କରିପାରେ। ଜୀବନ ଯାତ୍ରାରେ ବ୍ୟକ୍ତି ଯେତେବେଳେ ଅନୁକୂଳ ପରିସ୍ଥିତି ଓ କେତେବେଳେ ପ୍ରତିକୂଳ ପରିସ୍ଥିତିରେ ସମ୍ମୁଖୀନ ହୁଏ, ଅନୁକୂଳ ପରିସ୍ଥିତି ମନରେ ରାଗ ଓ ହର୍ଷ ଭାବ ଏବଂ ପ୍ରତିକୂଳ ପରିସ୍ଥିତି ଦ୍ୱେଷ ଓ ଶୋକ ଭାବ ଉତ୍ପନ୍ନ କରାଏ। ଏହା ମଧ୍ୟ ଏକ ପ୍ରକାର ବିକାର ଓ ବନ୍ଧନର କାରଣ। ତେଣୁ ଅନୁକୂଳ ବା ପ୍ରତିକୂଳ ଉଭୟ ପରିସ୍ଥିତିରେ ଅନ୍ତଃକରଣରେ ହର୍ଷ ଶୋକାଦି ବିକାର ଉତ୍ପନ୍ନ ହେବାକୁ ଦେବା ଉଚିତ ନୁହେଁ। ଦୁଃଖେଷୁ ଅନୁଦ୍ବିଗ୍ନମନା ସୁଖେଷୁ ବିଗତସ୍ପୃହା। କ୍ରମଶଃ ଓମ୍ ଶାନ୍ତି।